ତୁ କଣ ମୋତେ ବୋକା ଭାବିଛୁ? ଥରେ ମୋ ହାତରୁ ବଞ୍ଚିଗଲେ କିଏ ପୁଣି ମରିବାକୁ ଫେରିଆସେ। ବହୁତ ଦିନ ତଳର କଥା। ଏକ ଘଞ୍ଚ ଜଙ୍ଗଲ କୂଳରେ ଏକ ଶାନ୍ତ ସୁନ୍ଦର ଗାଁଟିଏ ଥିଲା। ସେଇ ଗାଁରେ ବଉଳା ନାମକ ଏକ ଗାଈ ରହୁଥିଲା। ବଉଳା କେବଳ ଦେଖିବାକୁ ସୁନ୍ଦର ନଥିଲା, ବରଂ ସେ ଥିଲା ଅତି ଶାନ୍ତ, ସରଳ ଏବଂ ସତ୍ୟବାଦୀ। ତାର ଗୋଟିଏ ଛୋଟ ବାଛୁରୀଟିଏ ଥିଲା, ଯାହାକୁ ସେ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲା। ପ୍ରତିଦିନ ସକାଳ ହେଲେ ବଉଳା ଅନ୍ୟ ଗାଈମାନଙ୍କ ସହ ଜଙ୍ଗଲକୁ ଘାସ ଚରିବାକୁ ଯାଉଥିଲା। ସନ୍ଧ୍ୟା ପୂର୍ବରୁ ସେ ଘରକୁ ଫେରିଆସି ନିଜ ବାଛୁରୀକୁ କ୍ଷୀର ପିଆଇ ଦେଉଥିଲା। ଦିନକର ଘଟଣା। ବଉଳା ଘାସ ଚରୁ ଚରୁ ଅନ୍ୟ ଗାଈମାନଙ୍କଠାରୁ ଅଲଗା ହୋଇ ଜଙ୍ଗଲର ବହୁତ ଭିତରକୁ ଚାଲିଗଲା। ସେଠାରେ ଘାସ ଖୁବ୍ ନରମ ଏବଂ ସବୁଜ ଥିଲା। ସେ ଘାସ ଖାଇବାରେ ଏତେ ମଗ୍ନ ଥିଲା ଯେ ସନ୍ଧ୍ୟା ହେବା କଥା ଜାଣିପାରିଲା ନାହିଁ। ହଠାତ୍ ଏକ ଭୟଙ୍କର ଗର୍ଜନ ଶୁଣାଗଲା। ବଉଳା ଚମକି ପଡ଼ି ଦେଖିଲା ଯେ ଏକ ବଡ଼ ରକ୍ତମୁଖ ବାଘ ତାର ରାସ୍ତା ଓଗାଳି ଛିଡ଼ା ହୋଇଛି। ବାଘର ଆଖି ଦୁଇଟି ରକ୍ତ ପରି ଲାଲ ଦେଖାଯାଉଥିଲା। ସେ ବଉଳାକୁ ଦେଖି କହିଲା, ଆଜି ବହୁତ ଦିନ ପରେ ମୋତେ ଏତେ ସୁନ୍ଦର ଶିକାର ମିଳିଛି। ବଉଳା, ଆଜି ତୁ ମୋର ଭୋଜି ହେବୁ। ବଉଳା ଡରିଗଲା ସତ, କିନ୍ତୁ ସେ ଧୈର୍ଯ୍ୟ ହରାଇଲା ନାହିଁ। ସେ ବାଘକୁ ହାତ ଯୋଡ଼ି କହିଲା, ହେ ବନରାଜ, ଆପଣ ମୋତେ ନିଶ୍ଚୟ ଖାଇବେ, କିନ୍ତୁ ମୋର ଗୋଟେ ଶେଷ ଇଚ୍ଛା ଅଛି। ମୋର ଛୋଟ ବାଛୁରୀଟି ଗାଁରେ ମୋ ଅପେକ୍ଷାରେ ଥିବ। ସେ ଏପର୍ଯ୍ୟନ୍ତ କିଛି ଖାଇନାହିଁ। ଦୟାକରି ମୋତେ ଥରେ ଘରକୁ ଯିବାକୁ ଦିଅନ୍ତୁ। ମୁଁ ତାକୁ ଶେଷ ଥର ପାଇଁ କ୍ଷୀର ପିଆଇ ଦେଇ ଆସିବି। ବାଘଟି ହସି କହିଲା, ତୁ କଣ ମୋତେ ବୋକା ଭାବିଛୁ? ଥରେ ମୋ ହାତରୁ ବଞ୍ଚିଗଲେ କିଏ ପୁଣି ମରିବାକୁ ଫେରିଆସେ। ବଉଳା ଶପଥ କରି କହିଲା, ବିଶ୍ଵ ମହାରାଜ, ସତ୍ୟ ହେଉଛି ମୋର ଧର୍ମ। ମୁଁ ସତ୍ୟ ଶପଥ କରି କହୁଛି, ମୁଁ ନିଶ୍ଚୟ ଫେରିଆସିବି। ବଉଳାର ଆଖିର ଲୁହ ଏବଂ ସରଳତା ଦେଖି ବାଘର ଠିକ୍ ଅଛି, ମୁଁ ତୋତେ ସୁଯୋଗ ଦେଉଛି, କିନ୍ତୁ ଯଦି ତୁ ନ ଆସୁ ତେବେ ମୁଁ ତୋତେ ଗାଁକୁ ଯାଇ ଖାଇବି। ବଉଳା ଶୀଘ୍ର ଗାଁକୁ ଦୌଡ଼ିଲା। ଘରେ ପହଞ୍ଚି ସେ ଦେଖିଲା ବାଛୁରୀଟି ତାକୁ ଅପେକ୍ଷା କରି ରଡ଼ି ଛାରୁଛି। ବଉଳା ତାକୁ କ୍ଷୀର ପିଆଇଲା ଏବଂ ସବୁ କଥା କହିଲା। ବାବା, ସତ୍ୟ ହିଁ ଭଗବାନ। ମୁଁ ବାଘ ମାମୁଁକୁ କଥା ଦେଇ ଆସିଛି, ତେଣୁ ମୋତେ ଯିବାକୁ ପଡ଼ିବ। ତୁ ଏଣିକି ଅନ୍ୟ ଗାଈମାନଙ୍କ ସହ ସେ ବାଛୁରୀକୁ ବୁଝାଇଲା। ବାଛୁରୀଟି କାନ୍ଦି କାନ୍ଦି କହିଲା, ମା, ମୁଁ ତୋ ବିନା କେମିତି ରହିବି? ମୁଁ ବି ତୋ ସହ ଯିବି। ବଉଳା ତାକୁ ବହୁତ ବୁଝାଇଲା ଏବଂ ଶେଷରେ ଜଙ୍ଗଲ ଅଭିମୁଖେ ବାହାରିଲା।
ଜଙ୍ଗଲରେ ବାଘ ଭୋକରେ ଅପେକ୍ଷା କରିଥିଲା। ହଠାତ୍ ସେ ଦେଖିଲା ବଉଳା ଧୀରେ ଧୀରେ ତାର ପାଖକୁ ଆସୁଛି। ବଉଳା କହିଲା, ମହାରାଜ, ମୁଁ ମୋ କଥା ରଖିଛି, ମୁଁ ଫେରି ଆସିଛି। ଏବେ ଆପଣ ମୋତେ ଖାଇ ନିଜ ଭୋକ ମେଣ୍ଟାଇ ପାରନ୍ତି। ବାଘଟି ଆଶ୍ଚର୍ଯ୍ୟ ହୋଇଗଲା। ସେ ଭାବିନଥିଲା ଯେ ଜଣେ ମୃତ୍ୟୁ ମୁଖକୁ ନିଜେ ଚାଲି ଆସିବ। ବଉଳାର ଏହି ସତ୍ୟବାଦିତା ଏବଂ ସାହସ ଦେଖି ବାଘର ମନ ପରିବର୍ତ୍ତନ ହୋଇଗଲା। ତାର ମନରେ ଦୟା ଆସିଲା। ବାଘ କହିଲା, ରେ ବଉଳା, ତୁ ଆଜି ପ୍ରମାଣ କରିଦେଲୁ ଯେ ସଂସାରରେ ସତ୍ୟଠାରୁ ବଡ଼ କିଛି ନାହିଁ। ଯେଉଁ ଗାଈ ନିଜ ଜୀବନ ଦେବାକୁ ପଛାଇଲା ନାହିଁ, ତାକୁ ମୁଁ କେମିତି ଖାଇବି? ଯା, ତୁ ଘରକୁ ଯା। ଆଜିଠାରୁ ତୁ ମୋର ଭଉଣୀ ଏବଂ ମୁଁ ତୋର ରକ୍ଷାକର୍ତ୍ତା। ବଉଳା ଖୁସିରେ ଗାଁକୁ ଫେରିଆସିଲା। ସେହି ଦିନଠାରୁ ବାଘ ଏବଂ ଗାଈ ମଧ୍ୟରେ ବନ୍ଧୁତା ସ୍ଥାପନ ହେଲା।